ରାଜ ଅତିଥି ଭାବରେ ଯୋଗ ଦେଇ କଂସଙ୍କ ସଂଳାପରେ ମଞ୍ଚ ଦୁଲୁକାଇ ଦେଲେ ଓଡ଼ିଆ ଅସ୍ମିତା ପ୍ରତିନିଧି। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସରିଛି, କିନ୍ତୁ ଆଞ୍ଚଳିକ ଧନୁଯାତ୍ରାଗୁଡ଼ିକ ବର୍ଷ ତମାମ ଲୋକଙ୍କ ପାଇଁ ଆକର୍ଷଣ ସାଜିବ। ଏହିସବୁ ଭିତରେ ସୁବର୍ଣ୍ଣପୁର ଜିଲ୍ଲା ସିଆଲିଠାରେ ଦୀର୍ଘ 10 ବର୍ଷରୁ ବିରାଟ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଆସୁଛି। ପ୍ରବଳ ଶୀତ ସତ୍ତ୍ୱେ ହଜାର ହଜାର ଦର୍ଶକ ମନଭରି ଉପଭୋଗ କରୁଛନ୍ତି ଧନୁଯାତ୍ରା ଅପେରା। ବୁଧବାର ସନ୍ଧ୍ୟାରେ ମହାରାଜ କଂସଙ୍କ ନିମନ୍ତ୍ରଣ ପାଇ ଓଡ଼ିଆ ଅସ୍ମିତା କଟକ ପ୍ରତିନିଧି ଆୟଂଶ ପଣ୍ଡା ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇ ଓଡ଼ିଆ ଅସ୍ମିତାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ପ୍ରଥମେ ପ୍ରଜାମାନଙ୍କ ସମ୍ମୁଖରେ ରଖିଥିଲେ। ଏହାପରେ ଶ୍ରୀ ପଣ୍ଡା ମହାରାଜ କଂସଙ୍କ ଅନୁମତି ନେଇ ଗୋଟିଏ କଂସଙ୍କ ଛୋଟ ସଂଳାପ କହିଥିଲେ। ଏହାକୁ ଶୁଣି ମହାରାଜ କଂସ ଭୂୟସୀ ପ୍ରଶଂସା କରିଥିଲେ ଓ ଉଜ୍ଜଳ ଭବିଷ୍ୟତର କାମନା କରିଥିଲେ। ଆସନ୍ତୁ ଦେଖିବା ଆୟଂଶ ପଣ୍ଡାଙ୍କ ଏହି ଛୋଟ ସଂଳାପ। सुवर्ण सुजोग मुझे कंस जुगर केवल सम्मुख भाव चमत्कार संग्राम से